ଜିନ୍ସ ଏବେ ଯୁବପିଢ଼ିଙ୍କ ପ୍ରଥମ ଫ୍ୟାସନ୍ ପାଲଟିଛି। ହେଲେ ଏପରି ଏକ ଦେଶ ଅଛି ଯେଉଁଠାରେ ଜିନ୍ସ ପିନ୍ଧିବା ଅପରାଧ। ସେ ପୁରୁଷ ହୁଅନ୍ତୁ କି ମହିଳା, ଏହି ନିୟମ ସମସ୍ତଙ୍କ ପାଇଁ ସମାନ ରହିଛି। ଏବେ ଆପଣ ଭାବୁଥିବେ କାହିଁକି? ଆସନ୍ତୁ ଜାଣିବା କାରଣ। ତେବେ ଏହି ଅଜବ ଦେଶର ନାଁ ହେଉଛି ଉତ୍ତର କୋରିଆ, ଯାହା ଏହାର ଅଜବ ନିୟମ ପାଇଁ ବେଶ୍ ଜଣାଶୁଣା। ଆଉ ଏଠିକାର ଲୋକମାନେ ଜିନ୍ସ ପିନ୍ଧନ୍ତି ନାହିଁ। ଆଉ ଜିନ୍ସ ପିନ୍ଧିଲେ କଠୋର ଦଣ୍ଡ ମିଳିବା ସହ ଗୁଳି କରି ହତ୍ୟା କରାଯାଏ। ଜିନ୍ସ ଆମେରିକୀୟ ସାମ୍ରାଜ୍ୟବାଦର ପ୍ରତୀକ ଭାବରେ ବିବେଚନା କରାଯାଏ। ଆଉ ଉତ୍ତର କୋରିଆ ଆମେରିକାକୁ ଶତ୍ରୁ ବୋଲି ଭାବେ। ତେଣୁ ଏଠାରେ ଜିନ୍ସ ପିନ୍ଧିବା ଅପରାଧ ବୋଲି କୁହାଯାଏ। ଆଉ ଯଦି ଜିନ୍ସ ପିନ୍ଧିଥିବାର କେହି ଦେଶରେ ନଜର ଆସନ୍ତି, ତେବେ ତାଙ୍କୁ ତୁରନ୍ତ ଗିରଫ କରାଯାଏ। 1948 ମସିହାରେ ଏଠାରେ ଜିନ୍ସ ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। କେବଳ ଜିନ୍ସ ନୁହେଁ, ଅନେକ ଫ୍ୟାସନ୍ ଟ୍ରେଣ୍ଡ ଅଛି ଯାହାକୁ ଏଠାରେ ବାରଣ କରାଯାଇଛି। ଯେମିତିକି ଦେଶର କୌଣସି ବ୍ୟକ୍ତି ତାଙ୍କ କେଶ ରଙ୍ଗ କରିପାରିବେ ନାହିଁ। ପାଶ୍ଚାତ୍ୟ ବ୍ରାଣ୍ଡର ସାର୍ଟ ଏବଂ ଚମଡ଼ା ଜ୍ୟାକେଟ ଉପରେ ବି ପ୍ରତିବନ୍ଧକ ଲଗାଯାଇଛି। ଏହି ଦେଶରେ କିମ୍ ଜୋଙ୍ଗ ଉନ୍ ଏକଛତ୍ରବାଦୀ ସରକାର ଭାବରେ ଶାସନ କରନ୍ତି। ଏଠାରେ ଥିବା ନାଗରିକମାନେ ତାଙ୍କର ଅଜବ ଆଦେଶ ଦ୍ୱାରା ଅସୁବିଧାରେ ରହିଆସିଛନ୍ତି। ବ୍ୟୁରୋ ରିପୋର୍ଟ, BNK ଲାଇଭ୍।